କହିଲେ ରାତି 12 ବଜେଟା ଏମିତି ହେଇଛି ଆଉ ମୋ ଭାଇ ଉଠି ଆସିଲେ ଯେତେବେଳେ ସାପ ସାପଲା ହେଲା କି ଆଉ ତାପରେ ପୁଣି ତୋର ମୁଇଁ ସାନ ଛୁଆକୁ ଆଉ ତାର ମୋର ଭାଇକୁ ଧରିକି ଆଇଲି ଇଏ ମେଡ଼ିକାଲକୁ ଆଉ 4 ଜଣଙ୍କୁ ଚାଲିଛି ଝିଅ 2ଟା ହଁ ଝିଅ 3ଟାକୁ ଆଉ ତାର ବାପାକୁ ମୁଇଁ କିଛି ଜାଣିନି ଖାଲି 2 ଜଣ ବୋଲି ଜାଣିଛି 3 ଜଣକୁ 3 ଜଣ ହଁ ହଁ ସେ ଏବେ ଟ୍ରିଟମେଣ୍ଟରେ ଅଛି ଆଉ ହଁ ଖାଇ ପିଇକି ସମସ୍ତେ ଗୋଟେ ଠାରେ ସମସ୍ତେ ଶୋଇଥିଲେ ତଲେ ଆଉ ଆମର ଚରିଆପଲ୍ଲୀ ଏ ଟିକରପଡ଼ା ପହଞ୍ଚେଇ ସାପ କେତେବେଳେ କାମୁଡ଼ିଲା କଣ କଲା ମୁଁ ସବୁ ଜାଣି ନାଇଁ ପାରେ। ମୁଁ ଯେତେବେଳେ ରାତି 12ଟା ବେଳକୁ ହେଇଥିଲା 12ଟା ଉଠିଲି ଯେତେବେଳେ ମତେ କାମୁଡ଼ି ଦେଲା ସାପ କାମୁଡ଼ିଲା ଯେତେବେଳେ ମୁଁ ଉଠିଲି ଦେଖିଲି କଣ କାମୁଡ଼ି ଦେଲା ଲାଇଟ୍ ଅନ୍ କଲି ଅନ୍ କଲା ପରେ ଦେଖିଲି ସାପ ଯେତେବେଳେ କାମୁଡ଼ି ଦେଲା ମୁଁ ସମସ୍ତଙ୍କୁ ଉଠେଇ ଆଣିଲି ଯେତେବେଳେ ମୁଁ ଆସିଲି ପ୍ରଥମ ସାନ ଝିଅକୁ ଆଗ କାମୁଡ଼ି ଦେଇ ସାରିଲା ବୋଧେ ତାର ଆଗ ହୋସ୍ ନଥିଲା ତାପରେ ବଡ଼ ଝିଅକୁ କାମୁଡ଼ିଲା ବଡ଼ ଝିଅ କାମୁଡ଼ି ସାରିଲା ପରେ ହଁ ମଝିଆ ଝିଅ 3 ନମ୍ବର ଝିଅକୁ କାମୁଡ଼ି ସାରିଲା ପରେ ମୋତେ ଲାଷ୍ଟ କାମୁଡ଼ିଲା ମୁଁ ଯେତେବେଳେ ଉଠିଲି ଯେତେବେଳେ ଟାଇମ୍ ହେଇଯାଇଥିଲା ସମସ୍ତେ ଉଠିଲା ଆମେ ଯେତେବେଳେ ପଳେଇ ଆଉଥିଲୁ ମେଡ଼ିକାଲ ସେତେବେଳେ ସମସ୍ତଙ୍କର ବାନ୍ତି ହେଇଗଲା ଯେତେବେଳେ ହେଲେ ଆଣିଲୁ ତାକୁ ମେଡ଼ିକାଲ ପରେ ଦିରା ଝିଅ ଏକ୍ସପର୍ଟ ହେଇଗଲେ ଆଉ ଗୋଟେ ଝିଅ ଅଛି ତାକୁ ବୁଡ଼ା ଟ୍ରାନ୍ସଫର କରୁଛନ୍ତି ଆଉ ମୋତେ ବି ଟ୍ରାନ୍ସଫର କରୁଛନ୍ତି କେତେବେଳେ ସେ ଗାଡ଼ି ନେଉଛି କ'ଣ ହେଉଛି ଆମେ ଜାଣିପାରୁନୁ ଏତିକି କଥା ସାନ ବର୍ଷ 1.5 ବର୍ଷ ବଡ଼ ଝିଅ ହେଉଛି 13 ବର୍ଷ ସେଟା କଳାଟା ଚିତି ସାପ ନା କଇ ସାପ ଯେ ସେଟା ମଧ୍ୟ ଜାଣି ନାଇଁ ପାରି ନାହିଁ ହେଲେ ସାପ ଦେଖିଲୁ ଆମେ ଚିତି ସାପ।